ମୁଁ ଦେଖୁଥିଲି ଯେ ଯେତିକି ପରିମାଣରେ ଉତ୍ତର ଓଡ଼ିଶାରେ ବର୍ଷା ହେଉଛି ଗଞ୍ଜାମରେ ସେ ପରିମାଣରେ ବର୍ଷା ହେଇନାହିଁ। ଏବେ ହେଇଛି, ଏବେ ଟିକେ ଟିକେ ହେଇଛି, କମ୍ ହେଇଛି, ଅଧିକ ହେଇନାହିଁ। କ'ଣ ରମେଶ ବାବୁ ବର୍ଷା ହେଇନାହିଁ ଆପଣଙ୍କର? ମୋର ସ୍ୱରଟା କମ୍ ହେଇଛି, ଅପେକ୍ଷାକୃତ କମ୍ ବର୍ଷା ହେଇଛି। ଆଉ ସେଥିପାଇଁ ବୋଧେ ଗୁଳୁଗୁଳି ବି ଜୋର ହେଉଛି। ଆଉ ଏ ବର୍ଷା ପରିମାଣ ନିଶ୍ଚିତ ଭାବରେ ଧୀରେ ଧୀରେ ଆପଣଙ୍କର ବଢ଼ିବ। ଏଣୁ ଆଜି ଯେଉଁ ଗଞ୍ଜାମ ଜିଲ୍ଲାର ବିକାଶ କଥା ମୁଁ କହୁଛି, ଏ ଗଞ୍ଜାମ ଜିଲ୍ଲାର ବିକାଶରେ ନିଶ୍ଚିତ ଭାବରେ ଯଦି ଦେଖିବା ଏଠି ଶିଳ୍ପାୟନରେ ଗଞ୍ଜାମ ଜିଲ୍ଲା ଯେଉଁ ଆପଣଙ୍କର ଗୋପାଳପୁର ଏସିଜେଡ୍ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟ ଅନେକ ଶିଳ୍ପ ଆଜି ଆସୁଛି। ଏବଂ ଏ ଗୋପାଳପୁର ବନ୍ଦର ପରେ ମଧ୍ୟ ଆଉ ଗୋଟିଏ ବନ୍ଦର ବାହୁଡ଼ା ପ୍ରକଳ୍ପ, ଇଏ ମଧ୍ୟ ଆପଣଙ୍କର ଭାରତ ବର୍ଷରେ ସବୁଠାରୁ ବଡ଼ ବନ୍ଦର ମଧ୍ୟରେ ସିଲେକ୍ସନ୍ ହେଇଛି ଆପଣଙ୍କର ଗଞ୍ଜାମ ଜିଲ୍ଲା ଏବଂ ବାହୁଡ଼ାରେ। ଏ ବାହୁଡ଼ାରେ ଏଥିରେ 22,000 କୋଟି ଟଙ୍କାରେ ଯେଉଁ ବନ୍ଦର ହେବ ଏବଂ ସେଥିରେ 150 ମିଲିୟନ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ବୃହତ୍ ବନ୍ଦର ଏ ନିର୍ମାଣ କରାଯିବା ଭିତରେ ନିଶ୍ଚିତ ଭାବରେ ଏଥିରେ ଆପଣଙ୍କର ଏ ଅଞ୍ଚଳରେ ତା ସହିତ ଯେତେବେଳେ ଆମେ ଗୋପାଳପୁର ଶିଳ୍ପ ପାର୍କକୁ ମିଶାଇ ଦେବା ସେଥିରେ 14ଟି ପ୍ରକଳ୍ପ, ଏଥିରେ 40,000 କୋଟି ଟଙ୍କାରୁ ଅଧିକ ଏ ନିବେଶ ହେଉଛି ଏବଂ ସେଥିରେ ମଧ୍ୟ 18,000ରୁ ଅଧିକ ଯୁବକ ଯୁବତୀମାନେ ଯେଉଁମାନେ ଯୋଗ୍ୟତା ଅର୍ଜନ କରୁଛନ୍ତି ସେମାନଙ୍କୁ ମଧ୍ୟ ଏମ୍ପ୍ଲୟ କରିବା ପାଇଁ, ଜବ୍ ଦେବା ପାଇଁ, ଚାକିରି ଦେବା ପାଇଁ ଏ ସୁଯୋଗକୁ ସୁନିଶ୍ଚିତ ଆଜି ଆମ ସରକାର କରିସାରିଛନ୍ତି।